ନାରାୟଣ ମହାଦେବଙ୍କ ତଣ୍ଟିକି ଏତେ ଜୋରରେ ଧରି ଦେଇଥିଲେ ଯେ ମହାଦେବଙ୍କର ଦାଗ ହୋଇଯାଇଥିଲା। ଆ ପଛର ରହସ୍ୟ କଣ ନା, ମହାଦେବ ଯେତେବେଳେ ଶବ ହୋଇଯାଇଥିଲେ, ମାତା ଶକ୍ତି ଯିବା ପରେ ମହାଦେବ କେବଳ ଧ୍ୟାନରେ ଲୀନ ରହୁଥିଲେ, ସଂସାରର କାମ କାର୍ଯ୍ୟ ସବୁ ଭୁଲି ଯାଇଥିଲେ। ମହାଦେବ ପଶୁପତିନାଥ ହେଇଥିବାରୁ ଗରୁଡଦେବଙ୍କୁ ନାରାୟଣ ଆଦେଶ ଦେଇଥିଲେ ଯେ ସର୍ପମାନଙ୍କର ଶିକାର କରିବା ପାଇଁ, ଯାହାଫଳରେ ଯେତେବେଳେ ବାସୁକୀର ଶିକାର କରିବା ପାଇଁ ଗରୁଡଦେବ ଯାଆନ୍ତି, ବାସୁକୀ ମହାଦେବ ପ୍ରାର୍ଥନା କରିଥିଲେ। ଆଉ ମହାଦେବ ବାସୁକୀର ପୀଡ଼ା ଦେଖି ଆସି ଆବିର୍ଭାବ ହେଇଥିଲେ। ଆଉ ଗରୁଡଦେବଙ୍କୁ ଯେତେବେଳେ ମନା କରନ୍ତି ତୁମେ ବାସୁକୀକି ଛାଡ଼ିଦିଅ, ସେଠି ଗରୁଡଦେବ କହିଥିଲେ ଇଏ ତ ପ୍ରଭୁ ନାରାୟଣଙ୍କର ଆଦେଶ, ମୁଁ କେବେ ହେଲେ ବାସୁକୀକି ଛାଡ଼ିପାରିବି ନାହିଁ। ତାପରେ ଯେତେବେଳେ ଗରୁଡଦେବଙ୍କୁ ମହାଦେବ ମାରିବା ପାଇଁ ବାହାରନ୍ତି, ନାରାୟଣ ଆସି ସେଠି ଉପସ୍ଥିତ ହେଇଯାଇଥିଲେ ଆଉ ମହାଦେବଙ୍କ ସହିତ ଯୁଦ୍ଧ କରିବାକୁ ଲାଗିଥିଲେ। ଆଉ ମହାଦେବଙ୍କ ତଣ୍ଟିକି ଏତେ ଜୋରରେ ଧରି ଦେଇଥିଲେ ଯେ ନାରାୟଣ, ମହାଦେବଙ୍କର ଦାଗ ହେଇଯାଇଥିଲା। ମହାଦେବ ସଙ୍ଗେ ସଙ୍ଗେ ନାରାୟଣଙ୍କ ଛାତିରେ ତାଙ୍କ ତ୍ରିଶୂଳ ଦ୍ୱାରା ଯେତେବେଳେ ଭେଦ କରନ୍ତି, ନାରାୟଣଙ୍କ ଛାତିରେ ଯେତେବେଳେ ଖଣ୍ଡିଆ ହେଇଗଲା, ନାରାୟଣଙ୍କୁ ପୀଡ଼ାରେ ଦେଖି ମହାଦେବ ଭାବିଲେ କି ମୁଁ ମୋର ରାଗରେ କଣ କରିଦେଲି, ମୋର ଆରାଧ୍ୟଙ୍କୁ କ୍ଷତି ପହଞ୍ଚେଇଦେଲି। ତାପରେ ମହାଦେବ ନାରାୟଣଙ୍କ ପୀଡ଼ାକୁ ଦୂର କରିଦେଇଥିଲେ ବା ତାଙ୍କ କ୍ଷତକୁ ଭଲ କରିଦେଇଥିଲେ। ତ ଗର୍ବର ସହିତ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି କମେଣ୍ଟ ବକ୍ସରେ ଜୟ ଶ୍ରୀରାମ ହର ହର ମହାଦେବ ଲେଖିଦିଅନ୍ତୁ।